ଆମର ସଙ୍ଗୀତ ଶାସ୍ତ୍ରରେ ଏବଂ ଦର୍ଶନ ଶାସ୍ତ୍ରରେ ଯେଉଁ ନବଧା ଭକ୍ତି କଥା କୁହାଯାଇଛି, ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଅର୍ଚ୍ଚନମ୍ ବନ୍ଦନମ୍ ଦାସ୍ୟ ସାକ୍ଷ୍ୟ ଆତ୍ମନିବେଦନମ୍। ଏଇ ଯେଉଁ ଆମର 9ଟି ଭକ୍ତି ଅଛି, 9ଟି ଭକ୍ତି ମଧ୍ୟରେ ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦ ସେବନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସାକ୍ଷ୍ୟ, ଆତ୍ମନିବେଦନ, ଏଇ 9ଟି ଭକ୍ତି ମାଧ୍ୟମରେ ଆମେ ପୁରାଣରେ ମଧ୍ୟ ବିଭିନ୍ନ ଭକ୍ତମାନଙ୍କର କଥା ଦେଖୁ, ଯିଏକି ଶ୍ରବଣ କରି ରାଜା ପରୀକ୍ଷିତ ମହାରାଜ ମୁକ୍ତି ପାଇଛନ୍ତି, କୀର୍ତ୍ତନ କରି ଶ୍ରୀ ଚୈତନ୍ୟ ମୁକ୍ତି ପାଇଛନ୍ତି ଏବଂ ସ୍ମରଣ କରି ମୃଗୁଣୀ ଏଡ ବଡ଼ ବିପଦରୁ ଉଦ୍ଧାର ପାଇଛି, ସବରୀ ପାଦ ସେବନ କରି ମୁକ୍ତି ପାଇଛି, କୋବୁଜା ଅର୍ଚ୍ଚନା କରି ଭଗବତ ପ୍ରାପ୍ତି ହେଇଛି, ବନ୍ଦନା କରି ବଳରାମ ଦାସ ନନ୍ଦିଘୋଷ ରଥକୁ ଅଟକେଇ ଦେଇଛି, ଶାଲବେଗ ମଧ୍ୟ ନନ୍ଦିଘୋଷ ରଥକୁ ଅଟକେଇ ଦେଇଛନ୍ତି, ଦାସ୍ୟ ଭାବରେ ହନୁମାନ, ସାକ୍ଷ୍ୟ ଭାବରେ ଅର୍ଜୁନ ଏବଂ ଆତ୍ମନିବେଦନ ଯୋଗେ ଆତ୍ମସମର୍ପଣ କରି ବଳି ଏବଂ ଦ୍ରୌପଦୀ ମଧ୍ୟ ମୁକ୍ତି ପାଇଛନ୍ତି। ତେଣୁ ସଙ୍ଗୀତ ସାଧନା ଦ୍ୱାରା ଆମେ ନିଶ୍ଚିତ ଭାବରେ ଭଗବତ ପ୍ରାପ୍ତି ହେଇପାରିବା। ଏହାକୁ ଗ୍ରହଣ କରି ଆମ ସଂସ୍କୃତିରେ, ଆମ ସାହିତ୍ୟରେ ଶ୍ରୀ ଚୈତନ୍ୟ, ସୁରଦାସ, ତୁଳସୀ ଦାସ, କବୀର, ମୀରାବାଇ, ଶାଲବେଗ, ଭୀମ ଭୋଇ, ଗୋପାଳ କୃଷ୍ଣ, ବନମାଳୀ, ଯଦୁମଣି, କବିସୂର୍ଯ୍ୟ ଆଦି ଅନେକ କବି ସଙ୍ଗୀତ ଗାଇ ଭଗବତ ପ୍ରାପ୍ତି ପାଇଛନ୍ତି।